ମହୁମାଛି ଆକ୍ରମଣର କାରଣ ଥିଲା ରୋଷେଇ ଧୂଆଁ, 20 ଆହତ। ମହୁମାଛି ଆକ୍ରମଣରେ 20ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, 3 ଜଣ ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି। ମହୁମାଛି ଉତ୍କ୍ଷିପ୍ତର କାରଣ ଥିଲା ରୋଷେଇ ଧୂଆଁ। ବାର୍ଷିକ ଉତ୍ସବ ପାଳନ ଅବସରରେ ଘଟିଥିଲା ଏହି ଘଟଣା। ସୂଚନା ଅନୁସାରେ ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ବିଶ୍ୱନାଥପୁର ଗ୍ରାମରେ ଆଜି ଗୁରୁବାର ସକାଳେ ନିରଞ୍ଜନ ମିଶ୍ର, ଗୌରହରି ଜେନା, ପୁଣ୍ଟୁ ପାଣିଗ୍ରାହୀ, ଆକାଶ ଜେନା, ପ୍ରୀତମ ଜେନା, ହରେକୃଷ୍ଣ ପଣ୍ଡା, ଅର୍ଚିତା ଜେନା, ମନୀଷା ଜେନା, ବେଣୁଧର ଜେନା, ନରେନ୍ଦ୍ର ଜେନା, ବଳରାମ ଜେନା, କାଳିଆ ମାଝୀ, ଗଣେଶ ଜେନା ସମେତ 20ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ତନ୍ମଧ୍ୟରୁ 3 ଜଣ ନିରଞ୍ଜନ ମିଶ୍ର, ନରେନ୍ଦ୍ର ଜେନା ଏବଂ ଗୌରହରି ଜେନାଙ୍କୁ ଅଧିକ ସଂଖ୍ୟକ ମହୁମାଛି ଆକ୍ରମଣ କରିଥିବାରୁ ଚିକିତ୍ସା ପାଇଁ ନିକଟସ୍ଥ ଗୁଆମାଳ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ପିଲାମାନେ ମନ୍ଦିର ଡେଇ ଟ୍ୟୁସନ ଫେରୁଥିବା ସମୟରେ ସେମାନେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଘଟଣାରୁ ଜଣାପଡ଼ିଛି, ଗ୍ରାମର ମା ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ଅବସରରେ ମନ୍ଦିରଠାରୁ 50 ମିଟର ଦୂରରେ ରୋଷେଇ ଆରମ୍ଭ ହୋଇଥିଲା। ମନ୍ଦିର ପାଖରେ ଥିବା ବରଗଛରେ 20ରୁ ଉର୍ଦ୍ଧ୍ୱ ମହୁ ବସା ଥିଲା। ରୋଷେଇ ଧୂଆଁ ପବନରେ ଯାଇ ମହୁ ଫଡ଼ାରେ ବାଜିବା ଫଳରେ ମହୁମାଛି ଉତ୍କ୍ଷିପ୍ତ ହୋଇ ଉପସ୍ଥିତ ଲୋକମାନଙ୍କୁ ଗୋଡ଼ାଇ